ଲସି ଏମିତି ଏକ ପାନୀୟ ଯାହାକି ସମସ୍ତଙ୍କୁ ଭଲ ଲାଗିଥାଏ। ମାର୍କେଟକୁ ଯାଇ ଲସି ପିଇବା ବହୁତ ହିଁ ଅଳସୁଆ ଲାଗିଥାଏ। ଆଉ ଗୋଟେ ଲସି ମାର୍କେଟରୁ ଆଣିଲେ ଯେତିକି ଖର୍ଚ୍ଚ ସେଇ ଖର୍ଚ୍ଚରେ ଆମେ ପୁରା ଘରର ସମସ୍ତଙ୍କ ପାଇଁ ମାର୍କେଟ ଠାରୁ ବହୁତ ହେଲ୍ଦି ଆଉ ବହୁତ ଟେଷ୍ଟି ଆଉ ନିଜ ପସନ୍ଦ ମୁତାବକ ଲସି ବନେଇ ପିଇପାରିବା ଆଉ ତା'ର ମଜା ମଧ୍ୟ ନେଇପାରିବା। ତ ଦେଖନ୍ତୁ ମୁଁ ଗୋଟେ ମସଲା ବନେଇଛି। ଗୋଟେ ମସଲାରୁ ବହୁତ ପ୍ରକାରର ଲସି ବନେଇ ପାରିବା। ସିମ୍ପଲି କୁକରେ ଆପଣ ସମସ୍ତଙ୍କୁ ସ୍ୱାଗତ। ବହୁତ ହିଁ ସିମ୍ପଲ ଆଉ ବହୁତ ସହଜରେ କମ୍ ଖର୍ଚ୍ଚରେ ହାତ ପାହାନ୍ତରେ ମିଳୁଥିବା ଜିନିଷକୁ ନେଇ ହେଲ୍ଦି ଆଉ ଟେଷ୍ଟି ଖାଦ୍ୟ ବନେଇବା ମୋ କାମ। ତ ଦେଖନ୍ତୁ ତା ସାଙ୍ଗରେ ମୁଁ ରାବିଡ଼ି ଆଉ ଚକୋଲେଟ୍ ସିରପର ରେସିପି ମଧ୍ୟ ସେୟାର କରିଛି। ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ପସନ୍ଦ ଆସିଲେ ଲାଇକ୍ ଆଉ ସେୟାର ନିଶ୍ଚୟ କରିବେ। ତ ତା ପାଇଁ ମୁଁ ଏଠି ନେଇଛି କାଜୁ, ପିସ୍ତା, ଚାରମଗଜ ଆଉ ଚିନି। ତା ସହ ଗୋଟେ ଚାମଚ ଗୋଲାପ ଜଳ, ନହେଲେ ତ ତା ବଦଳରେ ଇଲାଇଚି ପାଉଡ଼ର, ନହେଲେ ତ ଭାନିଲା ଏସେନ୍ସ ଆପଣ ନେଇପାରିବେ। ଆମେ ଏଠି 3 ଗ୍ଲାସ୍ ମୁଁ ବନେଇବି। ତ 3 ଗ୍ଲାସ୍ ହିସାବରେ ମୁଁ 5-5ଟା ହିସାବରେ 15ଟି ନେଇଛି ପିସ୍ତା, 15ରୁ 16-17ଟା କାଜୁ ଆଉ 3 ଚାମଚ ଚାରମଗଜ। ତ ସେଇ ଅନୁସାରେ ମିଠା ଅନୁସାରେ ମୁଁ ଏଠି ମାନେ ଅଧା କପ୍ 1.5 କପ୍ ନେଇଯାଇଛି ଚିନି। ତ ତାକୁ ଆମେ ପେଷି ନେବା। ତ ଏଠି ମୁଁ ଏଇ ଛୋଟ ଜାରଟାକୁ ଟିକେ ଆମେ ପେଷି ନେବା। ଆମେ ଯେତେବେଳେ ମାନେ ମିକ୍ସର ଜାରରେ ତାକୁ ଗ୍ରାଇଣ୍ଡ କରିବା, ଆମେ ମୋଡ଼ରେ ଗ୍ରାଇଣ୍ଡ କରିବା, ମାନେ ବନ୍ଦ କରିବା ଚଲେଇବା, ବନ୍ଦ କରିବା ଚଲେଇବା, ଏମିତିକି ଦରଦରା ରହିବ। ଏକା ଥରକେ ଚଲେଇ ଦେଲେ ବାଦାମ ତା'ର ତେଲ ଛାଡ଼ିଦେବ ଆଉ ପୁରା ପାଉଡ଼ର ହେଇଯିବ। ଏମିତିରେ ଭଲ ଲାଗିବନି। ତେଣୁ ଆମେ ତାକୁ ମୋଡ଼ରେ ବାଟିବା, ମାନେ ଗ୍ରାଇଣ୍ଡ କରିବା, ଚଲେଇବା, ବନ୍ଦ କରିବା, ଚଲେଇବା, ବନ୍ଦ କରିବା, ମୋଡ଼ରେ ଆମେ ତାକୁ ପେଷି ନେବା। ତ ଦେଖନ୍ତୁ ଏଇଭଳିଆ ଦରଦରା ରହିବା ଦରକାର। ତ ଦେଖନ୍ତୁ ହେଲା, ଯେମିତିକି ମାନେ ସର୍ବତ ଲସିଟା ପିଇଲା ବେଳେ ତା'ର ଛୋଟ ଛୋଟ ମାନେ ବାଦାମ କାଜୁ ପିସ୍ ପାଟିରେ ଲାଗୁଥିବ। ଏଇଟା ଏମିତି ହେଲେ ବହୁତ ଟେଷ୍ଟ ଲାଗିବ। ତ ଦେଖନ୍ତୁ ଏଇଭଳିଆ ରହିବା ଦରକାର। ଏବେ ଆମର ରେଡ଼ି ହେଇଗଲା, ମସଲା ଆମର ରେଡ଼ି ହେଇଗଲା। ତ ଚାଲନ୍ତୁ ଆମେ ବଡ଼ ଜାରରେ, ଆମେ ଯେହେତୁ ଦହିଟାକୁ ଫେଣ୍ଟିବା ତ ବଡ଼ ଜାରରେ, ଏଇ ବଡ଼ ଜାରରେ ହିଁ ଆମେ କରିବା। ତ ଆମେ ଏଠି କିଛି ବରଫ ନେଇଯିବା। ବରଫ ନେଇଗଲା ଆଉ ସେ ଯେଉଁ ଆମେ ଯେଉଁ ବାଟିକି ରଖିଥିଲେ ପାଉଡ଼ରକୁ, ସେ ପାଉଡ଼ରକୁ ସବୁ ଦେଇଦେବା। ତା ସାଙ୍ଗରେ ଦହି 3 କପ୍, ଆମେ 3 ଗ୍ଲାସ୍ ବନେଇବା ନା, ତେଣୁ 3 କପ୍ ଦହି ଆମେ ନେବା। 3 କପ୍ ଦହି ନେବା। ଆମେ ଚିନି ସେଇଥିରେ ପେଷି ଦିଅନ୍ତି, ଆଉ ଚିନି ନେବାନି। ତ ଆମେ ତାକୁ 2 ମିନିଟ୍ ପେଷି ନେବା। ତ ଆମେ ଚାହିଁଲେ ବି ତାକୁ ହୁଇସ୍କର ସାହାଯ୍ୟରେ ବି 2-5 ମିନିଟ୍ କରି ମାନେ ଫେଣ୍ଟି ପାରିବା। ନହେଲେ ତ ଡାଲି ଯେଉଁ ଘୁଟୁଣା, ଆମର ଡାଲି ଘୁଟାଯାଏ, ସେଇ ଘୁଟୁଣାରେ ବି 2-5 ମିନିଟ୍ ପେଷିବା, ଘୁଟି ନେବା। ଘୁଟିଲେ ତା'ର ଯେଉଁ ଫେଣ୍ଟଟା, ଯେତିକି ଫେଣ୍ଟିବା ତା'ର ଫେଣ୍ଟଟା ସେତିକି ଭଲ ଆସିବ ଆଉ ଆମର ଦହିର ଟେଷ୍ଟଟା ସେତିକି ଭଲ ଆସିବ। ତ ଆପଣ ଏଠି ଦହିର ମାନେ କ୍ୱାଲିଟି ଦେଖିକି ମୋଟା ଦହି, ଗାଢ଼ା କି ପତଳା କରିପାରିବେ। ଯଦି ପତଳା ଦହି ଅଛି ତ ପାଣି ଦେବା ଦରକାର ନାହିଁ। ଆଉ ଯଦି ଦହି ମାନେ ଗାଢ଼ା ଅଛି, ଆପଣ ଚାହିଁଲେ ପାଣି ମଧ୍ୟ ମିଶାଇ ପାରିବେ। ଆଉ ଦହି ମାନେ ଖଟା ବି ବେଶୀ ଖଟା ହେଲେ ଭଲ ଲାଗିବନି, କି ବେଶୀ ବି ମାନେ ଫ୍ରେଶ୍ ଦହି ହେଲେ ବି ଭଲ ଲାଗିବନି। ଟିକିଏ ଜଷ୍ଟ ଖଟା ଲାଗିଲେ ଦହି ହିଁ ଭଲ ଲାଗିବ। ଏବେ ଆମେ ଏଇଟା ପ୍ଲେନ୍ ଲସି ବନେଇବା। ତ ପ୍ଲେନ୍ ଲସି ପରେ ଆମେ କିଛି ଗୋଲାପ ଜଳ ମିଶାଇଦେବା। ତାପରେ ଆଇସ୍ କ୍ୟୁବ୍ ଦେଇବା। ତାପରେ ଆମେ ଯେଉଁ ମାନେ ଟୁକୁଡ଼ା କାଜୁ ପିସ୍ତା ସଜାଇ ନେବା। ଏଇଟା ଚାହିଁଲେ ବି ଆପଣଙ୍କ ଘରେ ଯାହା ଆଭେଲେବୁଲ୍ ଅଛି, ଏଇ ପଏଣ୍ଟରେ ବି ପିଇପାରିବେ। ଏଇ ପଏଣ୍ଟରେ ଆପଣ ସର୍ଭ କରିପାରିବେ। ଆପଣଙ୍କ ଘରେ ଚେରି ଥିଲେ ଚେରି ଦେବେ, ଟୁଟି ଫୁଟି ଦେଲେ, ନହେଲେ ଏମିତି ପ୍ଲେନ୍ କରିବେ। ଚାଲନ୍ତୁ ଏବେ ଚକୋଲେଟ୍ ଲସି ବନେଇବା। ତ ମୁଁ ଚକୋଲେଟ୍ ସିରପ୍ କରିଥିଲି, ସେଇଟାକୁ ଗ୍ଲାସ୍ର ଚାରିପଟେ ଏମିତି ଲଗାଇ ନେବା। ଅଧା ଚାମଚ ସେଇ ଗ୍ଲାସ୍ରେ ମଧ୍ୟ ଦେଇଦେବା, ଯାହାଫଳରେ କି ତା'ର ଫ୍ଲେଭର୍ ଭଲ ଆସିବ, ଦେଖିବାକୁ ବି ସୁନ୍ଦର ଲାଗିବ। ଆଉ ପିଲାମାନଙ୍କୁ ଚକୋଲେଟ୍ ଫ୍ଲେଭର୍ ଭଲ ଲାଗେ। ତ ସେଥିପାଇଁ ମୁଁ ଆମେ ଏଠି ଡେରି ମିଲ୍କ ଚକୋଲେଟ୍ ଗୋଟେ ନେଇଯାଇଛି। ତାକୁ ଛୋଟ ଛୋଟ ଖଣ୍ଡ କରିଦେବା, ନହେଲେ ତ ଗ୍ରେଟରରେ ଏମିତି ଟିକେ ଛୋଟ ଛୋଟ ଟୁକୁଡ଼ା କରିଦେବା। ଯେମିତି ହେଲେ ବି ଆମର ଟୁକୁଡ଼ା ହେବା ଦରକାର। ଏମିତି ଟୁକୁଡ଼ା, ଯେମିତି ଆମେ ଲସିଟା ପିଇଲା ବେଳକୁ ପାଟିରେ ଖଣ୍ଡେ ଖଣ୍ଡେ ଲାଗିବ, ଯେଉଁଟାକି ବହୁତ ବଢ଼ିଆ ଲାଗିବ। ଏବେ ଆମେ ଦେଇଦେବା। ତ ଏଇ ପଏଣ୍ଟରେ ବି ଆମେ ପିଇପାରିବା, କିନ୍ତୁ ତାକୁ ଟିକେ ସୁନ୍ଦର ଲାଗିବା ପାଇଁ ଆମେ ଟିକେ ସେ ଯେଉଁ ପାଉଡ଼ର ରଖିଥିଲେ ପିସ୍ତା ଆଉ କାଜୁ ପାଉଡ଼ର, ତାକୁ ଦେଇଦେବା। ତାପରେ କିଛି ଚକୋଲେଟ୍ ସିରପ୍ରେ ଗାର୍ନିସ୍ କରିଦେବା। ଏମିତି ପତଳା ପତଳା କଲେ ହେବ। ଆମର ହେଇଗଲା ଚକୋଲେଟ୍ ଲସି। ଏବେ ଆମେ ଚାଲ ବନେଇବା ରାବିଡ଼ି ଲସି। ତ ତା ପାଇଁ ଆମେ କିଛି ସେମିତି ସେମ୍ ବରଫ ନେଇଯିବା, କିଛି ବରଫ ଖଣ୍ଡ, ତା ସାଙ୍ଗରେ ରାବିଡ଼ି। ଦେଖନ୍ତୁ ମୁଁ ରାବିଡ଼ି ବନେଇକି ରଖିଥିଲି, ରାବିଡ଼ି ନେଇଯିବା। ରାବିଡ଼ିକୁ ଏଇଭଳିଆ ଟିକେ ଦେଇଦେବା, ଗ୍ଲାସ୍ରେ ଲଗାଇ ନେବା। ତାପରେ ଆମେ ଦହି ଢାଳିଦେବା। ହେଇଗଲା। ଏଇ ପଏଣ୍ଟରେ ବି ଆମେ ପିଇପାରିବା। ଏଇ ପଏଣ୍ଟରେ ବି ଆମେ ସର୍ଭ କରିପାରିବା। ତା ସାଙ୍ଗରେ କିଛି ଆମ ଯେଉଁ ଶୁଖା ନଡ଼ିଆ, ନହେଲେ ତ ଆମ ଯେଉଁ କାଜୁ ବାଦାମ ପିସ୍ତା କିଛି ଗାର୍ନିସ୍ କରିଦେବା। ତା ସାଙ୍ଗରେ ମୁଁ କିଛି ଗୋଲାପ ପାଖୁଡ଼ା
सर्व गार्निश कर देछि हमर रेडी हो गला दे राबड़ी लस्सी। तो आपण भी घरे बनातु ये भला प्रबल खरारे मार्केट को न जाई घरे ये हेल्दी टेस्टी ड्रिंक करंतु पिला मानन को दियंतु एंजॉय करंतु। थैंक यू। और प्लीज़ मो वीडियो को लाइक और सब्सक्राइब निश्चय करंतु। तो चलतु आम राबड़ी बनवा। तो 1 लिटर क्षीर को ये आम फुटे ताकू माने अधा करनबा अधा करला परे मोटे कड़े को अधा से अधारू अधा बाहर कर देछि ताकू फुटे एमती अधा पूरा पूरा माने तो पूरा मोटा हो गाढ़ा हो सेट्रे बेसी नहीं 2 चामच खंडे चीनी देगी आपण बेसी गाढ़ा करबनी बेसी गाढ़ा टाइट होगी माबा सेटा बनी जीवो। आम ये कन्सिस्टेंट रखिकी ये कौन सी आप जो जी सैज जी करेंगे से डब्बे रखिकी ठंडा करदे। तापर मुझे ये आउ जो बाकी क्षीर माने आम जो मोटा क्षीर था तो सहीटा को मुझे नहीं जाइए 1 चामच कोको पाउडर आ 1 चामच कॉर्नफ्लोर देकी भल भाव में मुझे गोलेदेवी जमी लम्स न रही भल भाव में एमती करके गोले नवा जमी लम्स न रही तो मोटा हो गला आमर ये भी रेडी हो गला स्वाद माने सेमती चीनी बेसी देवानी 2 चामच खंडे चीनी देकी आमर यही टाइप चॉकलेट सिरप हम ना तो आप डेरी मिल्क चॉकलेट को एमती गरम पानी ऊपर रखिकी किसी क्षीर में मेल्ट करदे भी सी भी चॉकलेट सिरप है जब आप ये कष्ट न करेंगे एमती भी करेंगे होगा। तो राबड़ी केक आम ये तो ताको एमती मो आलुमिनियम ठंडा हो गला आलुमिनियम फॉइल गुड़े फ्रिज रे ठंडा पे रखीदेवी जिते दरकार माने राबड़ी लस्सी करार से यूज करी।